ଦେଖନ୍ତୁ ଆମେ ଏବେ ବିକଶିତ ଓଡ଼ିଶା କଥା କହୁଛେ ଆମ ସରକାର ଏଇଟା ନିଶ୍ଚିତ ଭାବରେ ଗୋଟେ ଭଲ ପଦକ୍ଷେପ। କିନ୍ତୁ ବିକଶିତ ଓଡ଼ିଶା ଯଦି ଆମେ ପିଲାମାନଙ୍କର ଅଧିକାରକୁ ସୁରକ୍ଷିତ ନ କରିବା ଏବଂ ପର୍ଟିକୁଲାରଲି ତାଙ୍କର ଯେଉଁ ସୁରକ୍ଷାର ଅଧିକାର ରହିଛି ବା ଯଦି ଆମେ ଗୋଟେ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା କଥା ଆଜି ଆଲୋଚନା କରୁଛେ, ଆମେ ଯଦି ବିକଶିତ ଓଡ଼ିଶା କରିବାକୁ ହେଲେ ଆମକୁ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା ଉପରେ ମଧ୍ୟ ଦେବାକୁ ପଡ଼ିବ, ପ୍ରାୟୋରିଟି ଦେବାକୁ ପଡ଼ିବ। ତେଣୁ ଆମକୁ ଏବେ ଯେଉଁ ଟ୍ରେଣ୍ଡ ରହିଛି ଆମେ ଦେଖୁଛୁ, ଯଦିଓ ବହୁତ ଦିନ ଧରିକି ଯଦି ଆପଣ ଟ୍ରେଣ୍ଡ ଆନାଲିସିସ୍ କରିବେ ଶିଶୁ ଶ୍ରମିକ କମୁଛି, ମୁଁ କହୁନି ବଢ଼ୁଛି ବୋଲି, ଟ୍ରେଣ୍ଡ ଯାହା ଦେଖାହେଉଛି ବହୁତ କମ୍ କମୁଛି। କିନ୍ତୁ ଏବେ ଅନଅର୍ଗାନାଇଜ ସେକ୍ଟରରେ ବହୁତ ଯେମିତି ଏଗ୍ରିକଲଚର ହେଲା, ମାଇନର ପ୍ରଡକ୍ଟସ ହେଲା, ବିଭିନ୍ନ ଜାଗାରେ ମଧ୍ୟ ଶିଶୁ ଶ୍ରମିକ ମଧ୍ୟ ବହୁତ ପରିମାଣରେ ଅଛନ୍ତି। ଇଭିନ୍ ଅର୍ବାନ ସେକ୍ଟର ଦେଖିବେ ବିଭିନ୍ନ ଜାଗାରେ ମଧ୍ୟ ଶିଶୁ ଶ୍ରମିକ ଅଛନ୍ତି। ତେଣୁ ଏଠି ଆମେ କହୁଛୁ ଯେ ଏମାନଙ୍କୁ ସଠିକ୍ ଆଇଡେଣ୍ଟିଫାଏ କରାଯିବା ଦରକାର ଏବଂ ଆମର ଯେଉଁ ଚାଇଲ୍ଡ ପ୍ରୋଟେକ୍ସନ୍ ମେକାନିଜମ୍ ଅଛି, ବିଭିନ୍ନ ଜାଗାରେ ଷ୍ଟ୍ରଙ୍ଗ ଚାଇଲ୍ଡ ପ୍ରୋଟେକ୍ସନ୍ କମିଟି ହେବ, ସେମାନଙ୍କୁ ରେସ୍କ୍ୟୁ କରାହେବ, ରେସ୍କ୍ୟୁ କଲା ପରେ ତାକୁ ରିହାବିଲିଟେଟ୍ କରାଯିବ ଏବଂ ବିଭିନ୍ନ ପ୍ରକାର ପ୍ରୋଭିଜନିଂସ୍ ଅଛି, ଆଇନରେ ମଧ୍ୟ ପ୍ରୋଭିଜନ୍ସ ରହିଛି। ବିଭିନ୍ନ ଡିପାର୍ଟମେଣ୍ଟରେ ଆପଣ ଦେଖିବେ ବିଭାଗରେ ମଧ୍ୟ ବିଭିନ୍ନ ପ୍ରକାର ସ୍କିମ୍ସ ଆଣ୍ଡ ପ୍ରୋଗ୍ରାମ୍ସ ମଧ୍ୟ ରହିଛି। ତାର ଇମ୍ପ୍ଲିମେଣ୍ଟେସନ୍ ଆଣ୍ଡ ଏନଫୋର୍ସମେଣ୍ଟର ଆବଶ୍ୟକତା ମଧ୍ୟ ଯଥେଷ୍ଟ ଭାବରେ ରହିଛି, ଯେଉଁଥିପାଇଁ କି ଆଜି ପିକଅପ୍ ଓଡ଼ିଶା ସରକାରଙ୍କର ଶ୍ରମ ବିଭାଗ ସହିତ ମିଶିକିରି କାର୍ଯ୍ୟକ୍ରମ ଏଠି କରାହେଉଛି ଏବଂ ଯାହା ବି ରେକମେଣ୍ଡେସନ୍ସ ଆସିବ ତାକୁ ଆମେ ସରକାରଙ୍କୁ ମଧ୍ୟ ଦେବୁ ଏବଂ ଆମେ ଆଶା କରୁଛୁ ଯେ ଆମେ କାରଣ ଆମର ଗୋଟେ ଟାର୍ଗେଟ୍ ଥିଲା ଯେ 2025 ଭିତରେ ଆମେ ଶିଶୁ ଶ୍ରମ ମୁକ୍ତ କରିବା ରାଜ୍ୟକୁ, କିନ୍ତୁ ସେଇଟା ତ 2025 ହେଇଗଲା। କିନ୍ତୁ ଆମେ ଗୋଟେ ନିର୍ଦ୍ଦିଷ୍ଟ ପ୍ଲାନ୍ କରିବା ଦରକାର, ଯାହାଫଳରେ କି ଆମେ ନିର୍ଦ୍ଦିଷ୍ଟ ସମୟ ଭିତରେ ଆମେ ଯେମିତି କହୁଛେ ଯେ ବିକଶିତ ଓଡ଼ିଶା କରିବୁ, ତେଣୁ ଶିଶୁ ଶ୍ରମ ମୁକ୍ତ ଓଡ଼ିଶା କରିବୁ ଏବଂ ଏଇଟା ଯାହା ବି ଆମର ଅଭିଜ୍ଞତା ରହିଛି ସେ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ନେଉ, ପିକଅପ୍ ତ ଏବେ ପ୍ରାୟ 37-38 ହଜାର ପିଲାଙ୍କୁ ରେସ୍କ୍ୟୁ କରି ରିହାବିଲିଟେଟ୍ କରିଛି। ତେଣୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୁଅନ୍ତୁ ବା ସରକାର ହୁଅନ୍ତୁ, ଯେଉଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ଗୋଟେ ପ୍ରମାଣିତ ହେଇଛି ଯେ ନାଇଁ ଏଇଟା ସମ୍ଭବ, এটা অসম্ভব নয়। না, ইট ইজ এ মল্টি কমপ্লেক্স ইস্যু, ମୁଁ ଆଡମିଟ୍ କରୁଛେ ଇଟ୍ ଇଜ୍ ଏ ମଲ୍ଟି କମ୍ପ୍ଲେକ୍ସ ଇସ୍ୟୁ। କିନ୍ତୁ ଆମମାନଙ୍କର ଯାହା ଅଭିଜ୍ଞତା ରହିଛି, ପିଲାଙ୍କୁ ଯଦି ଫର୍ମାଲ ସ୍କୁଲିଂ ସିଷ୍ଟମ୍ ଭିତରେ ଆମେ ରଖିଦେବା, ତାଙ୍କୁ ଏନରୋଲ୍ କେବଳ କରିବାନି, ତାଙ୍କୁ ରିଟେନ୍ କରିଦେବା, ତାହେଲେ ବହୁ ପରିମାଣରେ ଏ ସମସ୍ୟାଟା କମିବ। ତା ସହିତ ଆମକୁ ଫ୍ୟାମିଲିକି ଷ୍ଟ୍ରେଙ୍ଗଥେନ୍ କରିବାର ଅଛି, କମ୍ୟୁନିଟିକି ଷ୍ଟ୍ରେଙ୍ଗଥେନ୍ କରିବାର ଅଛି, ଭଲ ଶିକ୍ଷା ବି ଦେବାର ଅଛି ଏବଂ ଏ ସବୁ ଗୁଡ଼ାଏ କଥାକୁ ଆମେ ଯଦି ଆଡ୍ରେସ୍ କରିବା ତାହେଲେ ଟୋଟାଲ୍ ଇରାଡିକେସନ୍ଟା ସକ୍ସେସଫୁଲ୍ ହେଇପାରିବ। କିନ୍ତୁ ଯଦି ପିଲାଙ୍କୁ ଇମିଡ଼ିଏଟ୍ କାମ ହେଉଛି ପିଲାଙ୍କୁ ଆଣିକି ସ୍କୁଲରେ ଭର୍ତ୍ତି କରିବା, ସ୍କୁଲରେ ଭଲ ପାଠ ପଢ଼ାଇବା ଏବଂ ସ୍କୁଲରେ ସେମାନଙ୍କୁ ଆଡ଼ମିସନ୍ କରିବା, ଖାଲି ଏନରୋଲ୍ ନୁହଁ ତାଙ୍କୁ ରିଟେନସନ୍ ମଧ୍ୟ କରିବା, ରିଟର୍ନ କରିବା। ଯଦି ଏଇଟା ଆମେ କରିଦେଇପାରିବା ସକ୍ସେସଫୁଲ୍ ପୁରା ହେଇଯାଇପାରିବା। କାରଣ ବହୁ ପରିମାଣ ଆପଣ ଦେଖିବେ ଏବେ ଏନରୋଲମେଣ୍ଟ ବହୁତ ଦେଖାଯାଉଛି, କିନ୍ତୁ ରିଟେନସନ୍ ପୁଣି ଏଗେନ୍ ପିଲା ଆଉ ଦେଖିବେ ଟିକେ ସେକେଣ୍ଡାରୀ ଲେଭେଲ୍ ଗଲାବେଳକୁ ସେଠି ବେଶୀ ଡ୍ରପ୍ ଆଉଟ୍ ମଧ୍ୟ ହେଇଯାଉଛନ୍ତି। କିନ୍ତୁ ଏଇସବୁ ଗୁଡ଼ାକୁ ଆମକୁ ଦୃଷ୍ଟିରେ ଦେବାକୁ ପଡ଼ିବ। ବିଭିନ୍ନ ପ୍ରକାର ଯେଉଁ ଲଜ୍ ରହିଛି ବା ପ୍ରୋଭିଜନିଂସ୍ ରହିଛି ଗଭର୍ଣ୍ଣମେଣ୍ଟର, ତାର ଇମ୍ପ୍ଲିମେଣ୍ଟେସନ୍ ଏବଂ ଏନଫୋର୍ସମେଣ୍ଟ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଯଥେଷ୍ଟ ରହିଛି।